ମହାଭାରତର ଖଳନାୟକ ଶକୁନି କାହାକୁ ଡରୁଥିଲା? ଜୀବନରେ ସବୁଠାରୁ ବଡ଼ ଜିନିଷ ହେଉଛି ଜ୍ଞାନ। ଆପଣ କାହାଠାରୁ ଶିଖୁଛନ୍ତି, କାହାକୁ ଆଦର୍ଶ ମାନୁଛନ୍ତି, କାହାର ପରାମର୍ଶରେ ନିଜର କର୍ତ୍ତବ୍ୟ କରୁଛନ୍ତି, ସେହି ଅନୁସାରେ ଆପଣଙ୍କର ଜୀବନଶୈଳୀରେ ପରିବର୍ତ୍ତନ ଦେଖାଯାଏ। କହିବାର ଉଦ୍ଦେଶ୍ୟ ଏଇଆ ଯେ ଅର୍ଜୁନ ଶ୍ରୀକୃଷ୍ଣଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରୁଥିଲେ, କିନ୍ତୁ ଦୁର୍ଯ୍ୟୋଧନ ଶକୁନିଙ୍କର ପରାମର୍ଶ ଅନୁସାରେ କାର୍ଯ୍ୟ କରୁଥିଲେ। ଶକୁନି ଥିଲେ ମହାଭାରତର ସବୁଠାରୁ ବଡ଼ ଖଳନାୟକ। ତାଙ୍କର ଷଡ଼ଯନ୍ତ୍ର, ସାମ ଦାମ ଦଣ୍ଡ ଭେଦ ଏହି ଧୂର୍ତ୍ତ ବୁଦ୍ଧି ଯୋଗୁଁ ମହାଭାରତ ଯୁଦ୍ଧ ହୋଇଥିଲା। ସମ୍ପୂର୍ଣ୍ଣ କୁରୁବଂଶର ବିନାଶର ମୂଳରେ ଥିଲେ ଶକୁନି ମାମୁଁ। ତେବେ ତାଙ୍କର ଭୟ ଥିଲା କେତେ ଜଣଙ୍କ ପ୍ରତି। ସେଇ କେତେଜଣ ମହାନାୟକଙ୍କୁ ସେ ବହୁତ ଡରୁଥିଲେ। ଶକୁନିଙ୍କର ପ୍ରଥମ ଭୟ ଥିଲେ ମହାତ୍ମା ବିଦୁର। ସେ ଜାଣିଥିଲେ ଯେ ବିଦୁର ରାଜନୀତି, ରଣନୀତି ଏସବୁଥିରେ ପାରଙ୍ଗମ। ତାଙ୍କର ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ମାତ୍ ଦେବା ପାଇଁ ଯଦି କାହାର ବୁଦ୍ଧି ଥାଏ, ସେ ହେଉଥିଲେ ବିଦୁର। ଲାକ୍ଷାଗୃହ ଅଗ୍ନିକାଣ୍ଡରେ ପାଣ୍ଡବମାନଙ୍କୁ ସମୂଳେ ଜାଳି ଦେବା ପାଇଁ ଯେଉଁ ଯୋଜନା କରିଥିଲେ, ସେ ଯୋଜନାକୁ ପଣ୍ଡ କରିଦେଇଥିଲେ ମହାତ୍ମା ବିଦୁର। ତେଣୁ ସବୁବେଳେ ଶକୁନି ବିଦୁରଙ୍କ ପ୍ରତି ଭାରି ସତର୍କ ଥାନ୍ତି। ଶକୁନିଙ୍କର ଦ୍ୱିତୀୟ ଭୟ ଥିଲା ଯୁଧିଷ୍ଠିରଙ୍କ ପ୍ରତି। ସେ ଜାଣିଥିଲେ ଯୁଧିଷ୍ଠିର ହେଉଛନ୍ତି ଜଣେ ନୀତିବାନ, ସତ୍ୟବାଦୀ ରାଜା, ଯିଏକି ସହଜରେ କୌଣସି ଛୋଟମୋଟ କଥାରେ ରାଗି ଯାଉନଥିଲେ, କ୍ରୋଧ ପ୍ରକାଶ କରୁନଥିଲେ। ତାଙ୍କର ଏହି ଗୁଣ ଯୋଗୁଁ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ରକୁ ଅକ୍ଲେଶରେ ଯୁଧିଷ୍ଠିର ପାର କରି ଯାଉଥିଲେ। ଯୁଧିଷ୍ଠିରଙ୍କର ଧର୍ମ ଏବଂ ନ୍ୟାୟ ବିଚାର ଅନେକ ସମୟରେ ପାଣ୍ଡବମାନଙ୍କୁ ବିଭିନ୍ନ ବିକଟ ପରିସ୍ଥିତିରୁ ବଞ୍ଚାଇଛି। ପାଣ୍ଡବମାନଙ୍କୁ ଭଲ ପାଉଥିବା ଆଜନ୍ମ ବ୍ରହ୍ମଚାରୀ ପିତାମହ ଭୀଷ୍ମଙ୍କୁ ଶକୁନି ଖୁବ୍ ଡରୁଥିଲେ। ତାଙ୍କର ପ୍ରତ୍ୟେକ ଶବ୍ଦ ହୁଏତ ପିତାମହ ଭୀଷ୍ମ କାଟି ଦେଇପାରନ୍ତି। ରାଜସଭାରେ ଏଇ ଭୟ ଶକୁନିଙ୍କର ଖୁବ୍ ରହୁଥିଲା। ଶକୁନି ସବୁଠାରୁ ଅଧିକ ଭୟ କରୁଥିଲେ ଭଗବାନ ଶ୍ରୀକୃଷ୍ଣଙ୍କୁ। ସେ ଜାଣିଥିଲେ ଯେ ଶ୍ରୀକୃଷ୍ଣ ହେଉଛନ୍ତି ସେ ପରମ ପୁରୁଷ ପରମାତ୍ମା। ତେଣୁ ଶ୍ରୀକୃଷ୍ଣଙ୍କର ଅନୁପସ୍ଥିତିରେ ସେ ଦ୍ରୌପଦୀର ବସ୍ତ୍ରହରଣ ଯୋଜନା କରିଥିଲେ, କିନ୍ତୁ ସେ ଭୁଲି ଯାଇଥିଲେ ଯେ ଶ୍ରୀକୃଷ୍ଣ ସବୁଠାରେ ଅଛନ୍ତି। ତେଣୁ ନିଜର ମହାଖଳନାୟକ ହେବାର ବୁଦ୍ଧି ସେ ମହାନାୟକଙ୍କ ଆଗରେ ଫସର ଫାଟି ଯାଇଥିଲା। ଆଉ ଜଣେ ମହାନାୟକ ଥିଲେ ପାଣ୍ଡବ ସହଦେବ। ତାଙ୍କ ପ୍ରତି ଶକୁନିଙ୍କର ମଧ୍ୟ ଭୟ ଥିଲା। ଶକୁନି ଜାଣିଥିଲେ ଯେ ସହଦେବ ଭବିଷ୍ୟତ ଦେଖିପାରନ୍ତି। ଏପରିକି ଯେତେବେଳେ ମହାଭାରତ ଯୁଦ୍ଧ ଶେଷ ହେବାକୁ ଆସିଲା, ସେହି ସମୟରେ ସହଦେବଙ୍କ ହାତରେ ହିଁ ଶକୁନିଙ୍କର ମୃତ୍ୟୁ ହୋଇଥିଲା। ତା ପୂର୍ବରୁ ସେ ସହଦେବଙ୍କୁ ନିଜ ଜୀବନରେ କରିଥିବା ସମସ୍ତ ପାପ, ସମସ୍ତ ଭୁଲ ବିଷୟରେ କହିଦେଇଥିଲେ। ସେଥିପାଇଁ କୁହାଯାଏ ଶକୁନି ସ୍ୱର୍ଗପ୍ରାପ୍ତି ହୋଇଥିଲେ।